ଯୁଦ୍ଧ ସବୁବେଳେ ମାଇଣ୍ଡରେ ଚାଲିଥାଏ କେଉଁ ବ୍ୟକ୍ତିକୁ ନେଇକି କେଉଁ ଜିନିଷକୁ ନେଇକି କେଉଁ କଥାକୁ ନେଇକି। ଯେତେ ସୁସାଇଡ୍ ଆଟେମ୍ପ୍ଟ ହେଉଛି ବା ଆତ୍ମହତ୍ୟା ହେଉଛି ପ୍ରଥମେ ସେ ନିଜ ସହିତ ଯୁଦ୍ଧ କରିଥାଏ, ନିଜର ମନ ସହିତ ଯୁଦ୍ଧ କରିଥାଏ। ଆଉ ଯେତେବେଳେ ମନ ତାକୁ ହରାଇ ଦେଇଥାଏ ସେ ତା ଜୀବନ ଯୁଦ୍ଧରେ ହାରି ଯାଇଥାଏ। ନଟ୍ ଓନ୍ଲି ସୁଇସାଇଡ୍ ଇନ୍ ଏଭ୍ରି ସିଚୁଏସନ୍, ଯେଉଁଟା ତୁମେ ଜାଣିଛ ଯଦି ମୁଁ ଆକ୍ସନ୍ ନେଲି ଭବିଷ୍ୟତରେ ମୋର ହିଁ କ୍ଷତି ହେବ, ତଥାପି ଆମେ ଆକ୍ସନ୍ ନେଇଥାନ୍ତି ଯାହାର ଫଳସ୍ୱରୂପ ଆମେ ଭବିଷ୍ୟତରେ ଅନୁତାପ କରିଥାନ୍ତି ଯଦି ମୁଁ ସେହି ସମୟରେ ଏମିତି କହିନଥାନ୍ତି ଏମିତି କରିନଥାନ୍ତି ସାୟଦ ମୁଁ ଆଜି ଏହି ଅବସ୍ଥାରେ ନଥାନ୍ତି। ଭଗବତ ଗୀତା ଅଧ୍ୟାୟ 1 ଶ୍ଲୋକ 13 ତତଃ ସଂଘାସ ଧୈର୍ଯ୍ୟଶ୍ଚ ପଣବାନକ ଗୋମୁଖ ସହ ଶୈବାଭ୍ୟ ହନ୍ୟନ୍ତ ସ ଶବ୍ଦ ତୁ ମୂଳ ଭବତ୍। ଇତିହାସର ସବୁଠାରୁ ଭୟଙ୍କର ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ପିତାମହ ଭୀଷ୍ମଙ୍କ ଶଙ୍ଖନାଦ ପରେ ନାଗରା ଭେରୀ ତୁରୀ ସିଂଘା ଆଦି ହଠାତ୍ ବାଜି ଉଠିଲା ଏବଂ ତାଙ୍କର ଧ୍ୱନି ଉଚ୍ଚନାଦ ସୃଷ୍ଟି କରିଲା। ବହୁତ ଭୟଙ୍କର ଥିଲା, ବହୁତ କୋଳାହଳପୂର୍ଣ୍ଣ ଥିଲା। ଦୁନିଆରେ ଯେତେ ବି ଯୁଦ୍ଧ ହୋଇଥାଏ, ଯେତେ ବି ପ୍ରୋବ୍ଲେମ୍ ଆସିଥାଏ, ସେ ନିଜ ନିଜର ପରିସ୍ଥିତିକୁ ନେଇକି ଆସିଥାଏ। ସେହି ପରିସ୍ଥିତିର ଆଧାରକୁ ନେଇକି ହିଁ ଆମେ ଆମର ତିଆରି କରିବାକୁ ପଡ଼ିଥାଏ। ଶ୍ଲୋକ 14 ତତଃ ସ୍ୱତେ ହର୍ଯଯୁକ୍ତେ ମହତି ସ୍ୟନନ୍ଦେ ସ୍ଥିତୋ ମାଧବ ପାଣ୍ଡବାଶ୍ଚୈବ ଦିବ୍ୟ ଶଙ୍ଖୋ ପ୍ରଦଧ୍ମତୁଃ। ଏବେ ପାଳିଥିଲା ପାଣ୍ଡବମାନଙ୍କର ସେନାମାନଙ୍କର ଶଙ୍ଖନାଦର ଧଳାଗଡ଼ା ସହିତ ଉତ୍ତମ ରଥରେ ଭଗବାନ ଶ୍ରୀକୃଷ୍ଣ ଏବଂ ଅର୍ଜୁନ ନିଜ ନିଜର ଅଲୌକିକ ଶଙ୍ଖ ବଜାଇଲେ। ଶଙ୍ଖ ବଜାଇବା ମାନେ ନିଜକୁ ଏବଂ ନିଜର ସେନାକୁ ଭରସା ଦେଇଥାଏ କି ହଁ ଆମେ ଯୁଦ୍ଧରେ ବିଜୟ କରିପାରିବା। ଯଦି ଆମେ ଆଜିର ଯୁଗରେ ଶଙ୍ଖନାଦ ବିଷୟରେ କହିବା ତ ଏଇଟା ହୋଇପାରେ ନିଜକୁ ପ୍ରୋତ୍ସାହିତ କରିବା ବା ମୋଟିଭେଟ୍ କରିବା କେଉଁଟିଏ ଅଲଗା କାମ ପାଇଁ। ଶ୍ଲୋକ 15 ପାଞ୍ଚଜନ୍ୟମ୍ ହୃଷିକେଶୋ ଦେବଦନ୍ତ ଧନଞ୍ଜୟ ପଣ୍ଡ୍ରମ୍ ଦଦ୍ମୋ ମହାଶଙ୍ଖମ୍ ଭୀମକର୍ମା ବୃକୋଦରଃ। ଶ୍ରୀକୃଷ୍ଣଙ୍କ ଶଙ୍ଖର ନାମ ହେଉଛି ପାଞ୍ଚଜନ୍ୟ, ଅର୍ଜୁନଙ୍କ ଶଙ୍ଖର ନାମ ହେଉଛି ଦେବଦନ୍ତ, ମହାନ କାର୍ଯ୍ୟ କରୁଥିବା ମହାବଳୀ ଭୀମଙ୍କ ଶଙ୍ଖର ନାମ ହେଉଛି ପୌଣ୍ଡ୍ର ନାମକ ଶଙ୍ଖ ବଜାଇଲେ। ଆମେ ବି ଆମର ଜୀବନ ଯୁଦ୍ଧରେ ମୋଟିଭେସନ୍ ବାଛିପାରିବା। ଯୁଦ୍ଧ ସବୁବେଳେ ମାଇଣ୍ଡରେ ଚାଲିଥାଏ କେଉଁ ବ୍ୟକ୍ତିକୁ ନେଇକି କେଉଁ ଜିନିଷକୁ ନେଇକି କେଉଁ କଥାକୁ ନେଇକି। ଯେତେ ବି ସୁସାଇଡ୍ ଆଟେମ୍ପ୍ଟ ହେଉଛି ବା ଆତ୍ମହତ୍ୟା ହେଉଛି ପ୍ରଥମେ ସେ ନିଜ ସହିତ ଯୁଦ୍ଧ କରିଥାଏ, ନିଜର ମନ ସହିତ ଯୁଦ୍ଧ କରିଥାଏ। ଆଉ ଯେତେବେଳେ ମନ ତାକୁ ହରାଇ ଦେଇଥାଏ ସେ ତା ଜୀବନ ଯୁଦ୍ଧରେ ହାରି ଯାଇଥାଏ। ସେ ଆଉ ତା ମନ ମଧ୍ୟରେ ଲଢ଼େଇ ଝଗଡ଼ା ଚାଲିଥାଏ, ଯୁଦ୍ଧ ଚାଲିଥାଏ। ସେ ଗୋଟିଏ କଥା କହୁଥିବ ତା ମନ ଗୋଟିଏ କଥା କହୁଥିବ, ଏମିତି ଘଣ୍ଟା ଘଣ୍ଟା ଧରି ଚାଲିଥାଏ। ତା ମନ ତାକୁ ଏମିତି ଏମିତି ରିଜନ କହିବ, ଏମିତି କାରଣ କହିବ ୱିଥ୍ ପ୍ରମାଣ ସହିତ ସେ ବାଧ୍ୟ ହେବ ସୁସାଇଡ୍ କରିବା ପାଇଁ। ନଟ୍ ଓନ୍ଲି ସୁଇସାଇଡ୍ ଇନ୍ ଏଭ୍ରି ସିଚୁଏସନ୍, ଯେଉଁଟା ତୁମେ ଜାଣିଛ ଯଦି ମୁଁ ଆକ୍ସନ୍ ନେଲି ଭବିଷ୍ୟତରେ ମୋର ହିଁ କ୍ଷତି ହେବ, ତଥାପି ଆମେ ଆକ୍ସନ୍ ନେଇଥାନ୍ତି ଯାହାର ଫଳସ୍ୱରୂପ ଆମେ ଭବିଷ୍ୟତରେ ଅନୁତାପ କରିଥାନ୍ତି ଯଦି ମୁଁ ସେହି ସମୟରେ ଏମିତି କହିନଥାନ୍ତି ଏମିତି କରିନଥାନ୍ତି ସାୟଦ ମୁଁ ଆଜି ଏହି ଅବସ୍ଥାରେ ନଥାନ୍ତି। ସମସ୍ତେ ଜାଣିଛନ୍ତି କେଉଁଟା ଭୁଲ କେଉଁଟା ଠିକ୍, ତଥାପି ଲୋକେ ଭୁଲ କାହିଁକି କରିଥାନ୍ତି ଏହାର ବହୁତ ବଢ଼ିଆ ଉତ୍ତର ଭଗବାନ ଶ୍ରୀକୃଷ୍ଣ ଦ୍ୱିତୀୟ ଅଧ୍ୟାୟରେ ଦେଇଛନ୍ତି, ଯେଉଁଟାକି ଆମେ ଦ୍ୱିତୀୟ ଅଧ୍ୟାୟରେ ପୁରା ଡିଟେଲରେ ଜାଣିବା। ସି ୟୁ ନେକ୍ସଟ ଭିଡ଼ିଓ। ବି ହ୍ୟାପି, ବି ଲାଇଫ୍।